পোশাক খরার বেলে আর চত্মা গড়ু চত্তা ধরি বাহারা হইলে যে পোশাক পোশাক খরার বেলে ধর চক্রধর নাম মোর তু জন জন চক্রধর নাম মোর देख रे देख कैस काढ़ी आनी बेक सल मु भाभी कौन एबे हेला कौन ए मगध राज्य मो चौथ पुष जाए गुमस्त भाव में काम कर आसुची हेले ए राजा घर में गुमस्त काम करी मोर मुंडर बाल छड़ी गलानी नाई रे बाबा नाई मु राजा घरे काम करी नहीं मु एमिति गोटे चक्रव्यूह रचना करी जेमिति के राजा परिवार रे छारखार हो जबे नाम चक्रधर भलरे थिले बेलपत्र रागी गले छीन छत्र वर्तमान मु से राजा अपेक्षा रही तुम जाए हेलो नील आकाशर दिग बड़ हे भगवान स्वामी मोर फल संग्रह मो पाई जाइछन्ति जे ए पर्यंत आसिलेनि कहीं तांकर किछि अमंगल हैनी तो हे ठाकुरे मो स्वामी को तुम्हें जेमिति हेले चंचल फेरी आण प्रभु मो एपटरे श्री सत्यनारायण महाप्रभु मानसिक पाई पूजा समापन करने को अपेक्षा करिछि हे भगवान तुम्हें जेमिति हेले मो स्वामी को भलरे फेरी आण हे प्रभु मो सिंदूर रे जेमिति कहार नजर न लागू मो मन कहीं आज केमिति केमिति भावना हो जाउछि मु तो किछि बुझी पारुनी चाहेले भी एठी मु स्वामी को निश्चय अपेक्षा करिबी ममता ममता स्वामी मु फेरी आसी प्रिया हेले स्वामी तुम्हें आसबार एत विलंब कहीं है स्वामी फेरबार विलंब ना ना प्रिया से किछि नह हेले तुम्हें तुम्हें मत भूलैबा को चेष्टा करो ना स्वामी मु देखि पारुछि स्पष्ट भाव तुम मुखमंडलटा आज मलिन देखा जाउछि काहे कि स्वामी ना प्रिया
ମୋ ମୁଖମଣ୍ଡଳଟା ସେ କାନନ ମଧ୍ୟରେ ଭ୍ରମଣ କରୁ କରୁ ଫଳମୂଳ ସଂଗ୍ରହ କରୁ କରୁ ଆଜି ମୁଁ କ୍ଳାନ୍ତ ହୋଇପଡ଼ିଛି। ସେଇଥିପାଇଁ ବୋଧେ ତୁମକୁ ମୋ ମୁଖମଣ୍ଡଳଟା ମଲିନ ଦେଖାଯାଉଥିବ। ନା ସ୍ୱାମୀ, ତଥାପି ବି ମୁଁ ତୁମକୁ ତୁମ ସହିତ ଯେତେ ଦିନ ମୁଁ ବିତେଇଛି ମୁଁ ଅନେକ ସମୟ ଦେଖିଛି। ଆଜି ତ ତୁମର ନା ପ୍ରିୟା, ରୂପଟା ତୁମେ ଅଲଗା। କାହିଁକି ଅଯଥାରେ କହିଯାଉଛ ଗୋପ୍ରିୟା? ମୁଁ ପରା କହୁଛି କିଛି ଅସୁବିଧା ହେଇନି। ସେମିତି କାନନରେ ଭ୍ରମଣ କରୁ କରୁ କ୍ଳାନ୍ତ ହୋଇଛି ବୋଲି ଆଜି ମୋ ମୁଖମଣ୍ଡଳ ମଲିନ ଦେଖାଯାଉଛି। ହେଲେ ଜାଣିଛ ପ୍ରିୟା, ସ୍ୱାମୀ, ଆଜି ମୋ ଫେରିବାରେ ବିଳମ୍ବ ହେବା କାରଣ ହେଉଛି ତୁମେ ଯାହା କହିଥିଲ ସବୁ ଦ୍ରବ୍ୟ ମୁଁ ଯୋଗାଡ଼ କରି ନେଇ ଆସିଛି ପ୍ରିୟା। ଆଉ ଠିକ ଅଛି ସ୍ୱାମୀ। ଆଉ ଜାଣିଛ ପ୍ରିୟା, ତୁମ ପାଇଁ ଆଉ ଗୋଟିଏ ମୋ ନୂଆ ଜିନିଷ ନେଇ ଆଣିଛି ଗୋପ୍ରିୟା। ତୁମ ପାଇଁ ଗୋଟିଏ ଆଜି ଉପହାର ନେଇକି ଆସିଛି ମୁଁ। ସେଇଟା ପୁଣି କ'ଣ ସ୍ୱାମୀ? ହେଲେ ସ୍ୱାମୀ, ହଁ ପ୍ରିୟା, ମୁଁ ପରା ତୁମଠାରୁ ଉପହାର କ'ଣ ଚାହିଁବ? ନା ମୁଁ ପ୍ରିୟା, କିଛି ଚାହେଁନା। ତୁମେ ଉପହାର ମୋ ଠାରୁ ଆଶା ନ କଲେ ମଧ୍ୟ ଆଜି ମୁଁ ନିଜେ ତୁମକୁ ଗୋଟିଏ ଉପହାର ଦେବାକୁ ଯାଉଛି। ହଁ ପ୍ରିୟା, କହ ତୁମେ ସେ ଉପହାର ଗ୍ରହଣ କରିବ ନା ନାହିଁ? ସ୍ୱାମୀ, ଠିକ ଅଛି। ତୁମେ ଯେତେବେଳେ ମୋତେ ଉପହାର ଦେବାକୁ ଚାହୁଁଛ ମୁଁ ନିଶ୍ଚୟ ତୁମ ଉପହାର ଠିକ ଅଛି। ଗ୍ରହଣ କରିବି। ହେଲେ ଗୋଟାଏ କଥା ପ୍ରିୟା, ତୁମେ ଏମିତି କହିଲେ ମୁଁ ବିଶ୍ୱାସ କରିଯିବିନି। ତୁମେ ଯଦି ସତ୍ୟ କରିବ ମୋ ଆଗରେ, ମୁଁ ଯାହା ଦେବି ତୁମକୁ ତୁମେ ମୋ ଠାରୁ ଅକୁଣ୍ଠ ଚିତ୍ତରେ ଯଦି ଗ୍ରହଣ କରିବ ତାହେଲେ ସେଇ ଉପହାର ମୁଁ ତୁମକୁ ଦେବି ପ୍ରିୟା। କହ, ମୁଁ ଯାହା ଦେବି ତୁମେ ଗ୍ରହଣ କରିବ? ସ୍ୱାମୀ, ହଁ। ତୁମେ ତୁମ ସ୍ତ୍ରୀକୁ ସନ୍ଦେହ କରୁଛ? ନା ନା, ସନ୍ଦେହ କରୁନି ପ୍ରିୟା। ସାମାନ୍ୟ କଥା ପାଇଁ ତୁମେ ସର୍ତ୍ତ କରିବାକୁ କରୁଛ? ହଁ ପ୍ରିୟା। ଠିକ ଅଛି, ତୁମେ ଯେତେବେଳେ ସର୍ତ୍ତ କରିବାକୁ ଚାହୁଁଛ ମୁଁ ନିଶ୍ଚୟ ତୁମ ସର୍ତ୍ତରେ ରାଜି। ତାହେଲେ ଏଇଠି ତୁମେ ଠିଆ ହୁଅ ପ୍ରିୟା, ମୋ ସମ୍ମୁଖରେ ଏଇଠି ତୁମେ ଠିଆ ହୁଅ। ଠିକ ଅଛି ସ୍ୱାମୀ। ଆଉ ତୁମେ ଯେତେ ସତ୍ୟ କରିଛ ମୁଁ ଯାହା ତୁମକୁ ଦେବି ତୁମେ ମୋ ଠାରୁ ଗ୍ରହଣ କରିବ। ତୁମ ଦୁଇ ଆଖି ବର୍ତ୍ତମାନ ବନ୍ଦ କରିଦିଅ ପ୍ରିୟା। ତୁମ ଦୁଇ ଆଖିକୁ ବନ୍ଦ କରିଦେଲା ପରେ ମୁଁ ତୁମକୁ ଉପହାର ଦେବି ପ୍ରିୟା, ତୁମକୁ ଉପହାର ଦେବି। ଠିକ ଅଛି ସ୍ୱାମୀ, ମୁଁ ନିଶ୍ଚୟ ତୁମ ସତ୍ୟ ରକ୍ଷା କରିବି। ମୋ ଆଖିଟା ବନ୍ଦ କରୁଛି। କାମିନୀ, କାମିନୀ, ମମତା, ଏଥର ଆଖି ଖୋଲ ପ୍ରିୟା, ଆଖି ଖୋଲ ମମତା, ଆଖି ଖୋଲ। ସ୍ୱାମୀ, ସ୍ୱାମୀ, ଏଇଟା ତୁମ ଉପହାର। ପୁଣି ହଁ ପ୍ରିୟା। ଆଉ ତା ମଥାରେ ସିନ୍ଦୁର ଲାଗିଛି। ହଁ ହଁ, ସେଇଟା ହଉଛି ଆଜି ତୁମ ପାଇଁ ଉପହାର ପ୍ରିୟା, ସେଇଟା ହଉଛି ଆଜି ତୁମ ପାଇଁ ଉପହାର। ହେଲେ ସ୍ୱାମୀ, ମୁଁ କିଛି ବୁଝିପାରୁନି। କିଛି ବୁଝିପାରୁନ? ବୁଝିବ ପ୍ରିୟା, ନିଶ୍ଚୟ ବୁଝିପାରିବ ପ୍ରିୟା। ଆଜି ମୁଁ ଗୋଟେ ଗୋଟେ କଥା ତୁମ ଆଗରେ ସବୁ କହି ବୁଝାଇ ଦେବି ପ୍ରିୟା, ବୁଝାଇ ଦେବି। ସ୍ୱାମୀ, କ'ଣ ହେଇଛି ସ୍ୱାମୀ ତୁମର? କ'ଣ ହୋଇଛି? ସେଦିନ ତୁମରି କଥା ମାନି ମୁଁ ଯାଇଥିଲି ବହୁଫେଣା ଜଙ୍ଗଲକୁ ପ୍ରଭୁ ସତ୍ୟନାରାୟଣଙ୍କର ପୂଜାର୍ଚ୍ଚନା କରିବା ପାଇଁ, ତାଙ୍କରି ପୂଜା ସାମଗ୍ରୀ ପାଇଁ। ହେଲେ କାନନ ମଧ୍ୟରେ ଯାହା ଘଟିଗଲା, ମୁଁ ଯେତେବେଳେ ଫଳମୂଳ ସଂଗ୍ରହ କରି ଯାଇଛି ବହୁଫେଣା ଜଙ୍ଗଲକୁ ଶୁଦ୍ଧ ମହୁ ଆଣିବା ପାଇଁ, ଏଇ କାମିନୀ ଆଉ ତା ବଡ଼ ଭାଇ ବଜ୍ରବାହୁ ଏମାନେ ଦି ଜଣ ବସିଥିଲେ। ସେମାନଙ୍କୁ ଦେଖି ମୁଁ ତାଙ୍କ ପାଖକୁ ଯେମିତି ଯାଇଛି ତୃଷାରେ ଆତୁର ମୋ ଜୀବନଟା ବିକଳ ହେଇଯାଉଥିଲା। ସେତିକିବେଳେ ବାଧ୍ୟ ହୋଇ ମୁଁ ତାଙ୍କଠାରୁ ପାଣି ପିଇଥିଲି। ଆଉ ସେ ପାଣିରେ ଦି ଭାଇ ଭଉଣୀ କ'ଣ କେଜାଣି ସେ ପାଣି ପିଲା ବେଳକୁ ମୁଁ ଅଚେତ ହେଇ ପଡ଼ିଗଲି। ତାପରେ ଏଇ କାମିନୀଟା ମୋ ଦେହ ଉପରେ ଦେହ ମିଶାଇ ସେ ଯାହା କରିଛି ମୁଁ ଆଉ କ'ଣ ତୁମ ପାଖରେ ବର୍ଣ୍ଣନା କରିବି। এই দৃশ্যটা যেতেবেলে তা বড় ভাই সেই দৃশ্যটা যেতেবেলে তা বড় ভাই বজ্রবাহু ଦେଖିଛି ସେ ଆଉ ମୋତେ ଜମା ବିଶ୍ୱାସ କଲାନି। ସେ କହିଛି, ମହାରାଜ ତୁମେ ପରା ମୋ ଭଉଣୀର ଇଜ୍ଜତ ନେଇ ଯାଇଛ, ସେଥିପାଇଁ ତୁମେ ମୋ ଭଉଣୀ ମଥାରେ ବାଧ୍ୟରେ ସିନ୍ଦୁର ପିନ୍ଧେଇବ। ତା ଯଦି ନହେଲେ ଆମେ ଦି ଭାଇ ଭଉଣୀଟା ଆତ୍ମହତ୍ୟା କରିଦେବୁ। ହେଲେ
এই কামিনী যেତେବେଳେ আত্মহত্যা କରିବାକୁ যাଉଥିଲା কহ মহাରାଣୀ এই ରାଜ୍ୟର ରାଜା ହୋଇ ମୁଁ ବା କେମିତି ସହିବି ସେଇଥିପାଇଁ ଆଜି ବାଧ୍ୟ ହୋଇ ତା ମଥାରେ ସିନ୍ଦୁର ଦେଇ ତାକୁ ସ୍ତ୍ରୀ ଭାବରେ ଗ୍ରହଣ କରି ଆସି ମୁଁ ନେଇ ଆସିଛି ପ୍ରିୟା। କହ ପ୍ରିୟା ମୁଁ କଣ ଭୁଲ କରିଛି ପ୍ରିୟା ମୁଁ କଣ ଭୁଲ କରିଛି? ନା ସ୍ୱାମୀ ଶେଷରେ ତୁମେ ମୋ ସିନ୍ଦୁରକୁ ଦି ଭାଗ କରିଦେଲ। ପ୍ରିୟା ଆଜି ତୁମ ମଥାର ସିନ୍ଦୁର ଦି ଭାଗ ହୋଇଯାଇଛି ପ୍ରିୟା। ତୁମ ମଥାର ସିନ୍ଦୁର ଆଜି ଦି ଭାଗ ହୋଇଯାଇଛି। ସ୍ୱାମୀ ମୁଁ ତୁମକୁ ଠିକ୍ ଚିହ୍ନିଛି ସ୍ୱାମୀ। ତୁମର ତିଳେ ମାତ୍ର ହେଲେ ଦୋଷ ନଥିବ ଏଥିରେ। এইটা ବୋଧେ ତାଙ୍କର ଛଳନା ଥିଲା। ମୋ ଭାଗ୍ୟରେ ଯେତେବେଳେ ଦୈବ ଏୟା ଲେଖି ଦେଇଛି ମୋ ବା ଭୋଗ ନ କରିବୁ ତ ଆଉ ଭୋଗ କରିବ କିଏ? ଦୈବ ଦୌଡ଼ି ମଣିଷ ଗାଈ ଯେଣିକି ଟାଣିଲେ ତେଣିକି ଯାଇ। ଆମ ଭାଗ୍ୟ ଡୋରିଟା ସେଇ ଦୈବ ହାତରେ ବନ୍ଧା ହୋଇଛି ପ୍ରିୟା। ସେଇଥିପାଇଁ ଆଜିଠାରୁ ତୁମେ ସାନ ଭଉଣୀ ରୂପରେ ତାକୁ ଗ୍ରହଣ କରି ଆମେ 3 ଜଣ ମିଶି ଏହି ସଂସାରରେ ଜୀବନ ଯାପନ କରିବା ପ୍ରିୟା। ଜୀବନ ଯାପନ କରିବା। ଠିକ୍ ଅଛି ସ୍ୱାମୀ। ମୁଁ ଗୋଟାଏ ସ୍ୱାମୀ ଅନୁଗାମୀ ସ୍ତ୍ରୀ। ତୁମ ମନରେ କେତେବେଳେ ବି କଷ୍ଟ ଦେବିନି ସ୍ୱାମୀ। କହିଲେ ଆଉ କାହିଁକି ପ୍ରିୟା ଆଉ କାହିଁକି ଆଉ ବିଳମ୍ବ କରିବାନି। ଆମେ ସେଇ ପ୍ରଭୁ ସତ୍ୟନାରାୟଣଙ୍କର ପୂଜାର୍ଚ୍ଚନା କରିବା ସମୟ ଗଡ଼ି ଗଡ଼ି ଯାଉଛି। ତେଣୁ ଆସ ପ୍ରିୟା। ଠିକ୍ ଅଛି ସ୍ୱାମୀ। ତୁମେ 2 ଜଣ ଆଉ ମୁଁ ଆମେ 3 ଜଣ ମିଶି ସେଇ ପ୍ରଭୁ ଦେବଦେବ ନାରାୟଣ ସତ୍ୟନାରାୟଣଙ୍କର ପୂଜାର୍ଚ୍ଚନା କରିବା ପ୍ରିୟା। ପୂଜାର୍ଚ୍ଚନା କରିବା। ଠିକ୍ ଅଛି ସ୍ୱାମୀ। ତୁମେ ଆଣିଥିବା ପୂଜା ସାମଗ୍ରୀକ ମୋତେ ସହସ୍ତରେ ଦେଇଦିଅ। ମୁଁ ରଖିଦେଇଛି ସେଇ ପୂଜା ସାମଗ୍ରୀଟା ମୁଁ ରଖିଦେଇଛି। ଚଞ୍ଚଳ ନେଇକି ଆସୁଛି ଭଉଣୀ। ଚଞ୍ଚଳ ନେଇକି ଆସୁଛି। ସବୁଦି ପୁଣି କାଇଁ ଛଡ଼େଇ ଦେଲୁ। ସମୟରେ ସମୟ କଣ କଲୁ ସବୁଦି ପୁଣି କାଇଁ आज साजे कपाल पचारुचे 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 केमिति कह केमिति कहानी लिखिला कह केमिति कहानी लिखिला कह केमिति
ଶ୍ରୀ ସତ୍ୟନାରାୟଣଙ୍କ ପୂଜା ତ ଶେଷ ହୋଇଯାଇଛି ସ୍ୱାମୀ। ହଁ ହେଲେ ବର୍ତ୍ତମାନ ଆମେ ରାଜହଂସକୁ ଯାଇ ଶୟନ କକ୍ଷକୁ ଯିବା ସ୍ୱାମୀ। ହଁ ମମତା ଆସ। କାମିନୀ ଆମେ ବର୍ତ୍ତମାନ ପ୍ରଭୁ ଦେବଦେବ ମହାଦେବ ସେ ପ୍ରଭୁ ସତ୍ୟନାରାୟଣଙ୍କର ପୂଜାର୍ଚ୍ଚନା ଆମେ ସାରି ଯାଇଛୁ। ସେଥିପାଇଁ ଆମେ ସମସ୍ତେ ଯିବା ଏବେ ଆମେ ବିଶ୍ରାମ କକ୍ଷକୁ ବିଶ୍ରାମ କରିବା ପାଇଁ। ଚାଲ ସ୍ୱାମୀ, ଚାଲ କାମିନୀ, ଚାଲ ମହାରାଣୀ, ମହାରାଣୀ ଚାଲ ଚାଲ ଏବେ ଯିବା। ଆସନ୍ତୁ ସ୍ୱାମୀ। କିଏ କହିଲା କାହାର ସ୍ୱାମୀ? ନାଇଁ ନାଇଁ, କିଏ କହିଲା କାହାର ସ୍ୱାମୀ? ଏ ହେଉଛନ୍ତି ମୋରି ସ୍ୱାମୀ। କାମିନୀ ଏ ହେଉଛନ୍ତି ମୋରି ସ୍ୱାମୀ, କେବଳ ମୋରି ହକ୍ ଅଛି। ଏ ମୋ ମଥାରେ ସିନ୍ଦୁର ଦେଇଛନ୍ତି ମାନେ ଏ ହେଉଛନ୍ତି ମୋରି ସ୍ୱାମୀ। କାମିନୀ ମହାରାଜ, ତୁମେ ଯାହା କହୁଛ ପାଟି ସମ୍ଭାଳି କଥାବାର୍ତ୍ତା କର କାମିନୀ। ହଁ ହଁ, ମୁଁ କାହିଁକି ନା ସେ ହେଉଛି ମୋ ଜ୍ୟେଷ୍ଠ ରାଣୀ। ତାକୁ ଦିନେ ପ୍ରଥମ ଥରେ ମୁଁ ତା ହାତ ଧରି ବାହା ହେଇଥିଲି, ଏଇ ଘର ପାଇଥିଲି। ସେ ହେଉଛି ତୁମର ବଡ଼ ଯା। ସେଇ ବଡ଼ ଯା ଫଳ ଯା ମୁଁ ଆଉ ଜମାରୁ ଚିନ୍ତା କରିବିନି। ତୁମେ ଯେତେବେଳେ ମୋ ମଥାରେ ସିନ୍ଦୁର ଦେଇଛ ମାନେ ମୁଁ ହେଉଛି ତୁମ ବିବାହିତ ରାଣୀ। ନା କାମିନୀ, ଆଉ କେବେ ମଧ୍ୟ ମୋ ସିନ୍ଦୁରଟାକୁ ଦି ଭାଗ କରିବାକୁ ଦେବିନି। ହଁ ନାଟା ପରା ମୋର କାମିନୀ। କାମିନୀ ନାଇଁ କାମିନୀ, ତୁମେ ସେମିତି କହ ନା କାମିନୀ, ତୁମେ ସେମିତି କହ ନା। ସେଦିନ ତୁମ ଦି ଭାଇ ଭଉଣୀଙ୍କର ଦୁଃଖ ଦେଖି ମୁଁ ସହି ନ ପାରି ତୁମ ମଥାରେ ସିନ୍ଦୁର ପିନ୍ଧେଇଥିଲି କ'ଣ ଏଇଥିପାଇଁ? କ'ଣ କହିଲ? ମୋର ଚରିତ୍ରରେ ତୁମେ କଳଙ୍କର ଦାଗ ଲଗାଇ ମୋତେ ବିବାହ ହୋଇଛ, ଆଉ ପୁଣି ଭାଇ ଭଉଣୀର ଛଳନା କହୁଛ। ମୋ ସିନ୍ଦୁରଟାକୁ କେବେ ଦି ଭାଗ କରିବାକୁ ଦେବିନି। ଏ ହେଉଛନ୍ତି ମୋର ସ୍ୱାମୀ, ଏଇ ହେଉଛନ୍ତି ମୋରି ଇହକାର ପରକାର ଦେବତା। ଆଜି ମୁଁ ଠିକ୍ ବୁଝିପାରୁଛି, ସେଇଥିପାଇଁ ବୋଧେ ସେଦିନ ତୁମେ ଦି ଭାଇ ଭଉଣୀ ମିଶି ଷଡ଼ଯନ୍ତ୍ର କରିଥିଲ। ତୁମରି ମଥାରେ ସିନ୍ଦୁର ପିନ୍ଧେଇବା ପାଇଁ ସେଦିନ ମୋତେ ବାଧ୍ୟ କରିଥିଲ ନା? ଆରେ ବନ୍ଦ କର ସେଇ କଟୁ କଥା। ମୁଁ ଜମାରୁ ଶୁଣିବା ପାଇଁ ଚେଷ୍ଟା ମଧ୍ୟ କରିବିନି, କି କେବେ ମଧ୍ୟ ଚେଷ୍ଟା କରିବିନି। ଆଜି ଦିନ ଠାରୁ ତୁମେ ହେଉଛ ମୋରି ସ୍ୱାମୀ। ମୁଁ ତୁମରି ହାତ ଧରି ମୋ ପାଖକୁ ନେଇଯିବି। ମୋର ସ୍ୱାମୀର ହକ୍ ଅନ୍ୟ କାହାରିକୁ ଦେବିନି, ବୁଝିହେଲା? ମହାରାଣୀ ଶୁଣିପାରୁଛ କି? ଆଜି ମୋ ଭାଗ୍ୟରେ ଏସବୁ କ'ଣ ଘଟି ଯାଉଛି ପ୍ରଭୁ, କ'ଣ ଘଟି ଯାଉଛି? हे लीलामय ठाकुर, एक तुम्हारी विचित्र लीला प्रभु, एक तुमर विचित्र आज वो कौन ସ୍ୱାମୀ ममता ତୁମେ ଜମାରୁ ଭାଙ୍ଗି ପଡ଼ ନା ସ୍ୱାମୀ। ସବୁ ନିଶ୍ଚୟ ଠାକୁର ଠିକ୍ କରିଦେବେ। ବନ୍ଦ କର ତୋର ସେ ବାକ୍ୟଟା। ମୋର ଖୁସି ଅନ୍ୟ କାହାରିକୁ ଦି ଭାଗ କରିବା ପାଇଁ ଦେବିନି। ଆଜି ଦିନ ଠାରୁ ମଗଧ ଦେଶର ରାଜା ହେଉଛି ମୋର। ମୋ ସାଙ୍ଗେ ସାଙ୍ଗେ ମୋ ରାଜାଟାକୁ ମୋରି ରାଣୀ ହଂସପୁରକୁ ନେଇଯିବି। ଆଉ ପଦେ ଯଦି ତୋ ପାଟିରୁ କଥା ବାହାର ହୋଇଛି ତାହେଲେ ଏଇଠି ଧକ୍କା ଦେଇ ବାହାର କରିଦେବି। ଏଇଟା ହେଉଛି ମୋରି ନା କାମିନୀ, ଚାଲନ୍ତୁ ନା କାମିନୀ। କାମିନୀ ଠିକ୍ କହିଛି। ममता ତୁମେ କାମିନୀକୁ ନାହିଁ, ତୁମେ ବାସର ଘରକୁ ଯାଅ ସ୍ୱାମୀ। ନା ମମତା, ତୁମେ ସେମିତି କହିପାରୁଛ କେମିତି? ମମତା କହିପାରୁଛ କେମିତି? ଠିକ୍ କହୁଛି ସ୍ୱାମୀ। ତୁମେ ପରା ମୋ ପ୍ରଥମ ବିବାହିତା ସ୍ତ୍ରୀ, ଆଉ ତୁମେ ପ୍ରଥମ ବିବାହିତା ସ୍ତ୍ରୀ ହୋଇ କେମିତି କହିପାରୁଛ ପ୍ରିୟା କାମିନୀ ସହିତ ବାସର ଘରକୁ ଯିବା ପାଇଁ? ବନ୍ଦ କର ତୁମର ସେଇ ଭାଗବତ। ମୁଁ ଶୁଣିବା ପାଇଁ ଚାହେଁନି ଭାଗବତ। ମୁଁ ଚାହୁଁଛି ମୋର ହକ୍। ତୁମେ ମୋତେ ସିନ୍ଦୁର ଦେଇଛ, ନିଶ୍ଚୟ ମୋତେ ରାଜ୍ୟ ରାଣୀ କରିକି ରଖ। ଆମେ ଯିବା ରାଣୀ ହଂସପୁରକୁ। କାହିଁକି କାମିନୀ, କାହିଁକି ତୁମେ ଏମିତି ହବୁ ଚାହୁଁଛ କାମିନୀ? କାହିଁକି? ସାଥିରେ ନେଇଯିବା ମହାରାଣୀ ମମତାଙ୍କୁ କାମିନୀ, ସାଥିରେ ନେଇଯିବା ମହାରାଣୀ ମୁଁ ମମତାଙ୍କୁ। ବଞ୍ଚିଥିବା ଯାଏ ଏ ମମତାଟା ମୋରି ଛାଇକୁ ମଧ୍ୟ ଛୁଇଁ ପାରିବନି। ମୁଁ କହୁଛି ମୋରି ହାତ ଧରି ଚାଲିଯାଅ ରାଣୀ ହଂସ। କାମିନୀ। ଆସ। ମୋତେ ଭର୍ସନା କରନା ଭଉଣୀ, ମୋ ସ୍ୱାମୀକୁ ତୋ ହାତରେ ଟେକି ଦେଉଛି। ଚୁପ୍ କର କହୁଛି। ଆଜି ଦିନ ଠାରୁ ଇଏ ହେଉଛନ୍ତି ମୋରି ସ୍ୱାମୀ। ଇଏ ମୋ ମଥାରେ ସିନ୍ଦୁର ଦେଇଛନ୍ତି ମାନେ
भगवान तुम्हें मो भाग्य केमिति एमिति ताओ साज पारिल कौ जन्म कि पाप करी आज मो स्वामी द्वितीय पत्नी ग्रहण कले हे भगवान मो केमिति मो स्वामी को अन्य नारी को पाखर देखी पारि ए दुनियाटा तो एमिति ए संसार तो एमिति मुझे धैर्य धरी चलवाक पड़ो तांकर दाम्पत्य जीवन में मुझे भी बाधा देवेनि ठाकुरे केबे भी बाधा देवेनि हे भगवान तुम्हें जमीती मो स्वामी को केबे भी कष्ट दबनी तुम्हें केबे भी तांको दुख देवनी ठाकुरे और से मो पाई केबे भी भांगी पड़ेनि मु खाली एतिकी प्रार्थना करुछि ठाकुरे आउ मो पुआ मानसर कौन अवस्था हो एबे मु ठीक बुझी पारुछि चाहले मो निश्चय सहबाक पड़िबो जाए स्वामी किसी खाइबा बनैबी मुझे तो करी पारिबी।